ଜାନୁଆରୀ 22, 2026 ପ୍ରାତଃ ମୁରଲି। ଓମ୍ ଶାନ୍ତି। ବାପଦାଦା ମଧୁବନ। ମିଠେ ବଚ୍ଚେ, ନିଜର ପାଠପଢ଼ା ଏବଂ ଦୈବୀ ଚାଲିଚଳଣୀର ରେଜିଷ୍ଟର ରଖ। ପ୍ରତ୍ୟେକ ଦିନ ଚେକ୍ କର, ମୋ ଦ୍ୱାରା କୌଣସି ଭୁଲ ହୋଇନି ତ? ଆଜିର ପ୍ରଶ୍ନଟି ହେଲା, ତୁମେ ପିଲାମାନେ କେଉଁ ପୁରୁଷାର୍ଥ ଆଧାରରେ ରାଜପଦର ତିଲକ ପ୍ରାପ୍ତ କରିପାରିବ? ଉତ୍ତରଟି ହେଲା, ସର୍ବଦା ଆଜ୍ଞାକାରୀ ହେବାର ପୁରୁଷାର୍ଥ କର। ଯଦି ସଙ୍ଗମ ଯୁଗରେ ଆଜ୍ଞାକାରୀ ହେବାର ଟୀକା ଲଗାଇବ, ତେବେ ରାଜ୍ୟ ଭାଗ୍ୟର ତିଲକ ମିଳିବ। ଅବଜ୍ଞାକାରୀ ବା ଅବିଶ୍ୱସ୍ତ ପିଲାମାନେ ରାଜତିଲକ ପ୍ରାପ୍ତ କରିପାରିବେ ନାହିଁ। କୌଣସି ପ୍ରକାରର ବେମାରୀ ଅର୍ଥାତ୍ ଦୋଷ ଦୁର୍ବଳତା ଆତ୍ମିକ ଚିକିତ୍ସକଙ୍କ ପାଖରେ ଲୁଚାଅ ନାହିଁ। ଯଦି ଲୁଚାଇବ ତେବେ ପଦ କମ୍ ହୋଇଯିବ। ବାବାଙ୍କ ଭଳି ପ୍ରେମର ସାଗର ହୋଇପାରିବ ନାହିଁ। ସତ୍ୟଯୋଗୀ ରାଜତିଲକ ମିଳିବ। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ପାଠ ପଢ଼ିବା ଅର୍ଥ ଜ୍ଞାନ ପ୍ରାପ୍ତି ହେବା। ତୁମେ ପିଲାମାନେ ଜାଣୁଛ ଯେ ଏହି ପାଠ ବହୁତ ଶ୍ରେଷ୍ଠ, ବହୁତ ସହଜ ତଥା ଉଚ୍ଚ ପଦ ପ୍ରାପ୍ତ କରାଇବାର ଆଧାର ଅଟେ। ଏହା କେବଳ ତୁମେ ପିଲାମାନେ ଜାଣିଛ। ଏହି ପାଠପଢ଼ା ଦ୍ୱାରା ଆମେ ବିଶ୍ୱର ମାଲିକ ହୋଇପାରିବୁ। ତେଣୁ ପିଲାମାନେ ବହୁତ ଖୁସି ହେବା ଦରକାର। ବିଚାର କର, ଏହି ପାଠପଢ଼ା କେତେ ଶ୍ରେଷ୍ଠ ଅଟେ। ଏହା ମଧ୍ୟ ସେହି ଗୀତାର ଆଧାର ଅଟେ। ବର୍ତ୍ତମାନ ସେହି ସଙ୍ଗମ ଯୁଗ ମଧ୍ୟ ଚାଲିଛି। ତୁମେ ପିଲାମାନେ ଏବେ ଜାଗ୍ରତ ହୋଇଯାଇଛ, ବାକି ସମସ୍ତେ ଶେଷ ଶୋଇ ରହିଛନ୍ତି। ଗାୟନ ମଧ୍ୟ ରହିଛି ମାୟାର ନିଦରେ ଶୋଇଯାଉଛନ୍ତି। ତୁମମାନଙ୍କୁ ବାପା ଆସି ଜାଗ୍ରତ କରୁଛନ୍ତି। କେବଳ ଗୋଟିଏ କଥା ବୁଝାଉଛନ୍ତି, ମିଠେ ବଚ୍ଚେ, ଜଗର ଯାତ୍ରା ବଳରେ ତୁମମାନେ ସାରା ବିଶ୍ୱର ଉପରେ ରାଜ୍ୟ କର। ଯେମିତି କଳ୍ପ ପୂର୍ବରୁ କରିଥିଲେ, ଏହି ସ୍ମୃତିକୁ ବାବା ଆସି ମନେ ପକାଇ ଦେଉଛନ୍ତି। ପିଲାମାନେ ମଧ୍ୟ ଜାଣୁଛନ୍ତି, ଆମର ସ୍ମୃତି ଆସିଛି। ଆମେ କଳ୍ପ କଳ୍ପ ଜଗବଳ ଆଧାରରେ ବିଶ୍ୱର ମାଲିକ ହେଉଛୁ ଏବଂ ପୁଣି ଦୈବୀ ଗୁଣ ମଧ୍ୟ ଧାରଣ କରିଛୁ। ତେଣୁ ଜଗବଳରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। ଏହି ଜଗବଳ ଦ୍ୱାରା ତୁମେ ପିଲାମାନଙ୍କ ଭିତରେ ଦୈବୀ ଗୁଣ ସ୍ୱତଃ ଆସିଯାଉଛି। ବାସ୍ତବରେ ଏହା ହେଉଛି ମନୁଷ୍ୟର ଦେବତା ହେବାର ପରୀକ୍ଷା। ତୁମେ ଜଗବଳ ଦ୍ୱାରା ମନୁଷ୍ୟରୁ ଦେବତା ହେବା ପାଇଁ ଏଠାକୁ ଆସିଛ। ଆଉ ଏକଥା ମଧ୍ୟ ଜାଣିଛ ଯେ ଆମର ଏହି ଜଗବଳ ଦ୍ୱାରା ସାରା ବିଶ୍ୱ ପବିତ୍ର ହେବ। ପ୍ରଥମ ପବିତ୍ର ଥିଲା, ଏବେ ଅପବିତ୍ର ହୋଇଯାଇଛି। ତୁମେମାନେ ଏବେ ପୁରା ଚକ୍ରର ଜ୍ଞାନକୁ ଜାଣିଛ। ସବୁ କଥା ତୁମର ସ୍ମୃତିରେ ମଧ୍ୟ ଆସିଯାଇଛି। ନୂଆ କେହି ଆସିଲେ ମଧ୍ୟ ଏହି ଜ୍ଞାନକୁ ସହଜରେ ବୁଝିଯିବେ। ତୁମେ ପୂଜ୍ୟ ଦେବୀ ଦେବତା ଥିଲ, ପୁଣି ଏବେ ତମ ପ୍ରଧାନ ପୂଜାରୀ ହୋଇଯାଇଛ। ଏକଥା ଆଉ କେହି କହିପାରିବେ ନାହିଁ। ବାବା ସ୍ପଷ୍ଟ ଭାବରେ କହୁଛନ୍ତି, ତାହା ଭକ୍ତି ମାର୍ଗ, ଏହା ଜ୍ଞାନ ମାର୍ଗ। ଭକ୍ତି ଅତୀତ ହୋଇଗଲା, ତେଣୁ ଅତୀତର କଥାକୁ ଚିତ୍ତରେ ଆଣ ନାହିଁ। ତାହା ତ ଥିଲା ତଳକୁ ଓହ୍ଲାଇବାର କଥା। ବାବା ଏବେ ଉପରକୁ ଚଢ଼ିବାର କଥା ଶୁଣାଉଛନ୍ତି। ପିଲାମାନେ ମଧ୍ୟ ଜାଣିଛନ୍ତି, ଏବେ ଆମକୁ ନିଶ୍ଚିତ ଭାବରେ ଦୈବୀ ଗୁଣ ଧାରଣ କରିବାକୁ ହେବ। ତେଣୁ ପ୍ରତିଦିନ ଚାର୍ଟ ଲେଖିବା ଦରକାର। ଆମେ କେତେ ସମୟ ବାବାଙ୍କ ସ୍ମୃତିରେ ରହିଲେ ଆମଙ୍କ ଦ୍ୱାରା କ'ଣ କ'ଣ ଭୁଲ ହେଲା, କାରଣ ଭୁଲର ବହୁତ ବଡ଼ ଦଣ୍ଡ ମିଳିଥାଏ। ଲୌକିକ ପାଠପଢ଼ାରେ ମଧ୍ୟ ଚରିତ୍ର ଦେଖାଯାଏ। ଏହି ପାଠପଢ଼ାରେ ମଧ୍ୟ ଚରିତ୍ର ଦେଖାଯାଏ। ଏସବୁ କଥା ବାବା ତୁମର କଲ୍ୟାଣ ପାଇଁ କହୁଛନ୍ତି ଯେ ସେ ମଧ୍ୟ ପିଲାମାନଙ୍କୁ ଦୈବୀ ଚରିତ୍ର ଗଢ଼ିବାକୁ ହେବ। କୌଣସି ଭୁଲ ନ ହୋଇଥାଉ, ଏକଥାରେ ଧ୍ୟାନ ଦେବାକୁ ହେବ, ମୋ ଦ୍ୱାରା କୌଣସି ଭୁଲ ହେଉନାହିଁ ତ? ଏଥିପାଇଁ କର୍ମେନ୍ଦ୍ରିୟମାନଙ୍କର କଚେରୀ ବସାଯାଏ। ଅନ୍ୟ
ସ୍କୁଲମାନଙ୍କରେ ଏଭଳି କଚେରୀ ଆସି ବସେ ନାହିଁ। ନିଜ ହୃଦୟକୁ ପଚାରିବା ଦରକାର, ବାବା ବୁଝାଉଛନ୍ତି ମାୟା ଯୋଗୁଁ କିଛି ନା କିଛି ଅବଜ୍ଞା ହୋଇ ଚାଲିଛି। ଆରମ୍ଭରେ ମଧ୍ୟ କଚେରୀରେ ବସୁଥିଲା। ପିଲାମାନେ ସବୁ ତ ସତ କଥା କହୁଥିଲେ। ବାବା ବୁଝାଉଛନ୍ତି ଯଦି ସତ ନ କହିବ ତେବେ ସେହି ଭୁଲ ବୃଦ୍ଧି ହୋଇ ଚାଲିବ। ଓଲଟା କର୍ମ ବା ଭୁଲ କର୍ମର ଦଣ୍ଡ ଭୋଗିବାକୁ ପଡ଼ିବ। ନିଜର ଭୁଲକୁ ବାବାଙ୍କୁ ନ ଜଣାଇଲେ ପୁଣି ଅବଜ୍ଞାକାରୀର ଟୀକା ଲାଗିଯିବ। ଆଉ ରାଜପଦର ତିଲକ ମିଳିବ ନାହିଁ। ଆଜ୍ଞା ନ ମିଳିଲେ ବିଶ୍ୱାସଘାତର ହେଲେ ତ ରାଜପଦ ପାଇବ ନାହିଁ। ଅବିନାଶୀ ଡାକ୍ତର ଭିନ୍ନ ଭିନ୍ନ ପ୍ରକାରରେ ବୁଝାଇ ଚାଲିଛନ୍ତି। ଯଦି ଡାକ୍ତରଙ୍କ ପାଖରେ ରୋଗ ଲୁଚାଇବା ତେବେ ପଦ ମିଳିଯିବ। ଡାକ୍ତରଙ୍କୁ ସତ କଥା କହିଦେଲେ ଦଣ୍ଡ ତ ମିଳିବ ନାହିଁ ନା। ବାବା କେବଳ କହିଲେ ଆଗକୁ ସାବଧାନ ହୋଇଯାଅ। ପୁଣି ଯଦି ଏପରି ଭୁଲ କରିବ ତେବେ ତୁମର ହିଁ କ୍ଷତି ହେବ। ସେଠାରେ ବହୁତ କମ୍ ପଦ ମିଳିବ। ସେଠାରେ ତ ସମସ୍ତଙ୍କର ସ୍ୱତଃ ଦୈବୀ ଚଳଣି ରହିବ। ଏଠାରେ ପୁରୁଷାର୍ଥ କରିବାକୁ ପଡ଼ିବ। ବାରମ୍ବାର ଯେପରି ଫେଲ ନ ହୁଅ। ବାବା କହୁଛନ୍ତି ପିଲାମାନେ ବେଶୀ ଭୁଲ କର ନାହିଁ। ବାବା ବହୁତ ସ୍ନେହର ସାଗର ଅଟନ୍ତି। ତେଣୁ ପିଲାମାନଙ୍କୁ ମଧ୍ୟ ସେହିପରି ହେବାକୁ ପଡ଼ିବ। ଯେପରି ବାବା ସେମିତି ପିଲା। ଯଥା ରାଜା ରାଣୀ ତ ତଥା ପ୍ରଜା। ବାବା ତ ରାଜା ନୁହନ୍ତି। ତୁମେ ଜାଣିଛ ବାବା ଆମକୁ ତାଙ୍କ ଭଳି କରୁଛନ୍ତି। ତେଣୁ ତାଙ୍କର ଯେଉଁ ମହିମା କରୁଛନ୍ତି ତାହା ପିଲାମାନଙ୍କର ମଧ୍ୟ ହେବା ଉଚିତ। ବାବାଙ୍କ ଭଳି ହେବାକୁ ପଡ଼ିବ। କିନ୍ତୁ ମାୟା ବଡ଼ ବଳବାନ। ତୁମକୁ ରେଜିଷ୍ଟର ରଖିବାକୁ ଦେଉନାହିଁ। ତୁମେ ମାୟାର ଜାଲରେ ପୁରା ଫସି ଯାଉଛ। ମାୟାର ଜାଲରୁ ତୁମେ ମୁକୁଳି ପାରୁନାହଁ। ବାବାଙ୍କୁ ସତ କଥା କୁହ ନାହିଁ। ତେଣୁ ବାବା କହୁଛନ୍ତି ଜଗ ଆକୁରେଟ୍ ଚାର୍ଟ ରଖ। ସକାଳୁ ଉଠି ବାବାଙ୍କୁ ମନେ ପକାଅ। ବାବାଙ୍କର ମହିମା କର। ବାବା ଆପଣ ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି। ତେଣୁ ଆମେ ଆପଣଙ୍କର ମହିମା କରିବୁ। ଭକ୍ତି ମାର୍ଗରେ ତାଙ୍କର କେତେ ମହିମା ଗାଉଛନ୍ତି। କିନ୍ତୁ ସେମାନଙ୍କୁ ତ କିଛି ବି ଜଣା ନାହିଁ ଯେ ଦେବତାମାନଙ୍କର କିଛି ମହିମା ହିଁ ନାହିଁ। ସବୁ ମହିମା ତୁମ ବ୍ରହ୍ମାମାନଙ୍କର। ସମସ୍ତଙ୍କୁ ସଦ୍ଗତି ତ ଏବେ ବାବା ହିଁ ଦେଉଛନ୍ତି। ସେ ରଚୟିତା ଏବଂ ନିର୍ଦ୍ଦେଶକ ଉଭୟ ଅଟନ୍ତି। ସିଏ ତୁମମାନଙ୍କର ସେବା ମଧ୍ୟ କରୁଛନ୍ତି ଏବଂ ବାସ୍ତବ କଥା ମଧ୍ୟ ତାହା ମଧ୍ୟ ସନ୍ତାନମାନଙ୍କୁ ବୁଝାଉଛନ୍ତି। ସେମାନେ ତ ଶାସ୍ତ୍ରରେ ଲେଖାଉଥିବା ଭଗବାନ ଉବାଚ ଶବ୍ଦକୁ କେବଳ ଶୁଣି ଚାଲିଛନ୍ତି। ଗୀତା ପଢ଼ି ଚାଲିଛନ୍ତି। ପୁଣି ସେଥିରୁ ମିଳୁଛି କ'ଣ? କେତେ ଶ୍ରଦ୍ଧାରେ ବସି ପଢ଼ୁଛନ୍ତି, ଭକ୍ତି କରୁଛନ୍ତି କିନ୍ତୁ ଜାଣିନାହାନ୍ତି ସେଥିରୁ କ'ଣ ମିଳିବ। ଏକଥା ମଧ୍ୟ ଜାଣିନାହାନ୍ତି ଯେ ସେମାନେ ସଢ଼ି ତଳକୁ ଖସୁଛନ୍ତି। ଦିନକୁ ଦିନ ତପ ପ୍ରଦାନ ହେବାକୁ ହିଁ ହେବ। ଡ୍ରାମାରେ ଏଭଳି ନିର୍ଦ୍ଧାର୍ଯ୍ୟ ରହିଛି। ଏହି ସିଡ଼ିର ରହସ୍ୟକୁ ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ। ସେ ବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି। ସେ ମଧ୍ୟ ତାଙ୍କଠାରୁ ବୁଝି ପୁଣି ତୁମମାନଙ୍କୁ ବୁଝାଉଛନ୍ତି। ମୂଳ ବଡ଼ ଶିକ୍ଷକ ତଥା ବଡ଼ ଡାକ୍ତର ଏକମାତ୍ର ବାବା ହିଁ ଅଟନ୍ତି। ତେଣୁ ତାଙ୍କୁ ମନେ ପକାଇବାକୁ ପଡ଼ିବ। ଏମିତି କୁହାଯାଏ ନାହିଁ ଯେ ବ୍ରହ୍ମାଙ୍କୁ ବା ବ୍ରାହ୍ମଣୀଙ୍କୁ ମନେ ପକାଅ। କେବଳ ଜଣଙ୍କୁ ହିଁ ମନେ ପକାଇବାକୁ ପଡ଼ିବ। କେବେ ବି କାହା ସହିତ ମୋ ସହିତ ଉଚିତ ନୁହେଁ। କେବଳ ଏକ ବାବାଙ୍କ ଠାରୁ ହିଁ ଶିକ୍ଷା ଗ୍ରହଣ କରିବାକୁ ହେବ। ନିର୍ମୋହୀ ମଧ୍ୟ ହେବାକୁ ପଡ଼ିବ। ଏଥିପାଇଁ ବହୁତ ମେହନତ ଆବଶ୍ୟକ। ସାରା ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଉଚିତ। କାରଣ ଏହି ପୁରୁଣା ଦୁନିଆ ତ ବିନାଶ ହେବାକୁ ଯାଉଛି। ତେଣୁ ଏହି ଦୁନିଆ ସହିତ ସ୍ନେହ ବା ଆସକ୍ତି ରଖିବା ଉଚିତ ନୁହେଁ। କେତେ ବଡ଼ ବଡ଼ କୋଠା ଆଦି ତିଆରି କରୁଛନ୍ତି। ତାଙ୍କୁ ଏକଥା ମାଲୁମ ନାହିଁ ଯେ ଏହି ପୁରୁଣା ଦୁନିଆ ଆଉ କେତେ ସମୟ ରହିବ। ତୁମମାନେ ଏବେ ଜାଗ୍ରତ ହୋଇଛ। ତେଣୁ ଅନ୍ୟମାନଙ୍କୁ ମଧ୍ୟ ଜାଗ୍ରତ କରୁଛ।
ବାବା ଆତ୍ମାମାନଙ୍କୁ ହିଁ ଜାଗ୍ରତ କରୁଛନ୍ତି ଏବଂ ବାରମ୍ବାର କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର, ନିଜକୁ ଶରୀର ଭାବକୁ। ତେଣୁ ଯେପରି ଅଜ୍ଞାନ ନିଦର ଶୋଇଯାଉଛ, ଏବେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କ ମନେ ପକାଅ। ଆତ୍ମା ପତିତ, ତେଣୁ ଶରୀର ମଧ୍ୟ ପତିତ ମିଳିଛି। ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ। ବାବା ବୁଝାଉଛନ୍ତି ତୁମେ ହିଁ ଦେବୀ ଦେବତା କୂଳର ଥିଲ, ପୁଣି ତୁମେ ଏହି କୂଳର ଆସିଛ। ଏହା କେତେ ସହଜ କଥା। ତେଣୁ ଏଭଳି ଦେବତାର ବା ବେହଦ୍ର ବାବାଙ୍କୁ ଆମେ କାହିଁକି ମନେ ନ ପକାଇବା? ସକାଳୁ ସକାଳୁ ଉଠି ମଧ୍ୟ ବାବାଙ୍କ ସ୍ମୃତିରେ ବସ। ବାବା ସବୁ ଚମତ୍କାର ତ ଆପଣଙ୍କର। ଆପଣ ଆମକୁ ଶ୍ରେଷ୍ଠ ଦେବୀ ଦେବତା କରି ପୁଣି ନିର୍ବାଣ ଧାମକୁ ଚାଲି ଯାଉଛନ୍ତି। ଏତେ ଉଚ୍ଚ ଆଉ କେହି କହିପାରିବେ ନାହିଁ। ଆପଣ କେତେ ସହଜରେ ସବୁକିଛି ବୁଝାଇ ପାରୁଛନ୍ତି। ବାବା କହୁଛନ୍ତି କାମ ଧନ୍ଦା କରି ମଧ୍ୟ ଯେତିକି ସମୟ ମିଳୁଛି ତା ଭିତରେ ବାବାଙ୍କୁ ମନେ ପକାଇ ପାରିବ। ବାବାଙ୍କ ସ୍ମୃତି ହିଁ ତୁମ ଜୀବନର ରୂପୀ ନୌକାକୁ ପାରି କରିପାରିବ, ଅର୍ଥାତ୍ କଳିଯୁଗରୁ ସେହିପରି ଶିବାଳୟକୁ ନେଇଯିବ। ତେଣୁ ଶିବାଳୟକୁ ମଧ୍ୟ ମନେ ପକାଇବାକୁ ହେବ ଏବଂ ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ସ୍ୱର୍ଗ ଉଭୟଙ୍କର ସ୍ମୃତି ଆଣିବାକୁ ହେବ। ଶିକ୍ଷକ ଶିବବାବାଙ୍କୁ ମନେ ପକାଇଲେ ଆମେ ସ୍ୱର୍ଗର ମାଲିକ ହୋଇଯିବୁ। ଏହି ପାଠପଢ଼ା ନୂଆ ଦୁନିଆ ପାଇଁ ବାବା ମଧ୍ୟ ନୂଆ ଦୁନିଆ ସ୍ଥାପନ କରିବାକୁ ଆସୁଛନ୍ତି। ତେଣୁ ବାବା ନିଶ୍ଚିତ ଭାବରେ କୌଣସି କର୍ତ୍ତବ୍ୟ କରିଥିବେ ନା। ତୁମେ ଦେଖୁଛ, ମୁଁ ମଧ୍ୟ ଡ୍ରାମା ଅନୁସାରେ ଅଭିନୟ କରୁଛି। ତୁମ ପିଲାମାନଙ୍କୁ 5000 ବର୍ଷ ପୂର୍ବ ଭଳି ଜଗର ଯାତ୍ରା ଏବଂ ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛି। ତୁମେ ଜାଣୁଛ ଯେ ପ୍ରତି 5000 ବର୍ଷ ପରେ ବାବା ଆମକୁ ସମ୍ମୁଖ କରୁଛନ୍ତି। ଆତ୍ମା ହିଁ କରିଥାଏ, ଶରୀରକୁ ନୁହେଁ। ବାବା ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଆତ୍ମାକୁ ପବିତ୍ର କରିବାକୁ ପଡ଼ିବ। ପ୍ରତି କଳ୍ପରେ ଥରେ ମାତ୍ର ଆମକୁ ଆତ୍ମାକୁ ହିଁ ପବିତ୍ର ହେବାକୁ ପଡ଼େ। ବାବା କହୁଛନ୍ତି ମୁଁ ଅନେକ ଥର ତୁମମାନଙ୍କୁ ଏହି ରାଜଯୋଗର ପାଠ ପଢ଼ାଉଛି, ପୁଣି ଆମକୁ ମଧ୍ୟ ପଢ଼ାଇବି। କୌଣସି ସନ୍ନ୍ୟାସୀ ଏକଥା କହିପାରିବେ ନାହିଁ। ବାବା କହୁଛନ୍ତି ପିଲାମାନେ ଡ୍ରାମା ପ୍ଲାନ୍ ଅନୁସାରେ ମୁଁ ତୁମମାନଙ୍କୁ ପାଠ ପଢ଼ାଇବାକୁ ଆସିଛି। ପୁଣି 5000 ବର୍ଷ ପରେ ଆସି ଏମିତି ପାଠ ପଢ଼ାଉଛି ଯେମିତି କଳ୍ପ ପୂର୍ବରୁ ତୁମକୁ ପାଠ ପଢ଼ାଇ ରାଜଧାନୀ ସ୍ଥାପନ କରିଥିଲି। ଅନେକ ଥର ତୁମମାନଙ୍କୁ ଏଭଳି ପଢ଼ାଇ ରାଜଧାନୀ ସ୍ଥାପନ କରିଛି। ଏହା କେତେ ବିଚିତ୍ର କଥା ଯାହାକି ବାବା ଆସି ବୁଝାଉଛନ୍ତି। ଶ୍ରୀମତ୍ କେତେ ଶ୍ରେଷ୍ଠ। ଏହି ଶ୍ରୀମତ୍ ଆଧାରରେ ହିଁ ଆପଣମାନେ ବିଶ୍ୱର ମାଲିକ ହେଉଛ, ଯାହାକି ବହୁତ ବଡ଼ ପଦବୀ ଅଟେ। କାହାକୁ ଯଦି ବହୁତ ବଡ଼ ଲଟେରୀ ମିଳୁଛି ତେବେ ତାର ମୁଣ୍ଡ ଖରାପ ହୋଇଯାଇଥାଏ। କେହି ଚାଲୁ ଚାଲୁ ଆଶା ଶୂନ୍ୟ ହୋଇଯାଉଛି। ଆମେ ତ ଏହି ପାଠ ପଢ଼ିବାକୁ ନାହିଁ। ବିଶ୍ୱର ବାଦଶାହୀ କିପରି ନେବୁ? ତେଣୁ ପିଲାମାନେ ବହୁତ ଖୁସିରେ ରହିବା ଉଚିତ। ବାବା କହୁଛନ୍ତି ଅତୀନ୍ଦ୍ରିୟ ସୁଖ ଏବଂ ଖୁସି କ'ଣ ତାହା ମୋର ସନ୍ତାନମାନଙ୍କୁ ପଚାର। ତୁମେ ସମସ୍ତଙ୍କ ଖୁସିର କଥା ଶୁଣାଇବା ପାଇଁ ଯାଉଛ। ତୁମେ ହିଁ ବିଶ୍ୱର ମାଲିକ ଥିଲ, ପୁଣି 84 ଜନ୍ମରେ ନେଇ ଗୋଲାପ ହୋଇଯାଉଛ। ସେଥିପାଇଁ ଗାୟନ ମଧ୍ୟ କହୁଛନ୍ତି ମୁଁ ତୁମର ଗୋଲାମ। ଭାବୁଛନ୍ତି ନିଜର ନିଚ କହିବା, ଛୋଟ ହୋଇ ରହିବା ଭଲ। ଦେଖ ତୁମର ବାବା କିଏ? ବାବା କେହି ଜାଣିନାହାନ୍ତି, ତାଙ୍କୁ କେବଳ ତୁମେ ଜାଣିଛ। ବାବା କିପରି ଆସି ସମସ୍ତଙ୍କୁ ବଚ୍ଚା ବଚ୍ଚା କହି ବୁଝାଉଛନ୍ତି। ଏହା ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଅଟେ। ତାଙ୍କଠାରୁ ଆତ୍ମାକୁ ସ୍ୱର୍ଗର ରାଜତ୍ୱ ମିଳୁଛି। ବାକି ଗଙ୍ଗା ସ୍ନାନ ଆଦି କରିବା ଦ୍ୱାରା ସ୍ୱର୍ଗର ରାଜପଦ ମିଳିନଥାଏ। ଗଙ୍ଗା ସ୍ନାନ ଦ୍ୱାରା ବହୁତ ଥର କରିଥାନ୍ତି। ଏମିତି ତ ପାଣି ସାଗରକୁ ଆସିଥାଏ, ମାତ୍ର ବର୍ଷା କିପରି ହୋଇଥାଏ ଏହାକୁ ମଧ୍ୟ ପ୍ରକୃତି କୁହାଯାଏ। ଏବେ ବାବା ତୁମମାନଙ୍କୁ ସବୁ କିଛି ବୁଝାଉଛନ୍ତି। ତେବେ ଧାରଣା ଆତ୍ମା ହିଁ କର, ଶରୀର ନୁହେଁ। ତୁମେ ଅନୁଭବ କରୁଛ ସତରେ ବାବା ଆମକୁ କରୁଣରୁ କ'ଣ ଦେଇପାରୁଛନ୍ତି? ଏହା ବାବା କହୁଛନ୍ତି ପିଲାମାନେ ନିଜ ଉପରେ ଦୟା କର, କୌଣସି ଅବଜ୍ଞା କର ନାହିଁ, ଦେହ ଅଭିମାନୀ ହୁଅ ନାହିଁ, ନହେଲେ ଅଯଥାରେ ନିଜର ପଦ କମିଯିବ। ଶିକ୍ଷକ ତ ବହୁତଙ୍କୁ
ତୁମକୁ ବୁଝାଇ ପାରିବେ ନା। ତୁମେ ଜାଣିଛ ବାବା ବେହଦର ଶିକ୍ଷକ ଅଟନ୍ତି। ଦୁନିଆରେ କେତେ ପ୍ରକାରର ଭାଷା ରହିଛି, ତେଣୁ କୌଣସି ଜିନିଷ ଯଦି ଛପାଉଛ ତେବେ ସବୁ ଭାଷାରେ ଛପାଇବା ଦରକାର। ଯଦି କୌଣସି ସାହିତ୍ୟ ଛପାଉଛ ତେବେ ଗୋଟେ ଗୋଟେ କରି ସମସ୍ତଙ୍କ ପାଠ ପଢ଼ାଇ ଦିଅ। ଗୋଟେ ଗୋଟେ କରି ଲାଇବ୍ରେରୀକୁ ପଠାଇ ଦେବା ଦରକାର। ଖର୍ଚ୍ଚର ଚିନ୍ତା କର ନାହିଁ। ବାବାଙ୍କ ଭଣ୍ଡାର ବହୁତ ଭରପୁର ହୋଇଯିବ। ପଇସା ନିଜ ପାଖରେ ରଖି କ'ଣ କରିବ? ଘରକୁ ନ ନେଇ ଯାଇପାରିବ ନାହିଁ। ଯଦି କିଛି ଘରକୁ ନେଇଯିବ ତେବେ ପରମାତ୍ମାଙ୍କ ଯଜ୍ଞରେ ଚୋରି ହୋଇଯିବ। ହାୟ ହାୟ, ଏପରି ବୁଦ୍ଧି କାହାର ନଥାଉ। ପରମାତ୍ମାଙ୍କର ଯଜ୍ଞରେ ଚୋରି ତାଙ୍କ ସଦୃଶ୍ୟ ମହାନ ପରମାତ୍ମା ଆଉ କେହି ହୋଇପାରିବେ ନାହିଁ। ତାଙ୍କର କେତେ ଅଧୋଗତି ହୋଇଯିବ। ବାପା କହୁଛନ୍ତି ଏସବୁ ଡ୍ରାମାରେ ପାର୍ଟ ରହିଛି। ତୁମେ ରାଜତ୍ୱ କରିଛ, ସେମାନେ ତୁମର ଚାକର ହେବେ। ଚାକର ବାକର ବିନା ରାଜ୍ୟ କିପରି ଚାଲିବ? କଳ୍ପ ପୂର୍ବରୁ ମଧ୍ୟ ଏହିପରି ସ୍ଥାପନ ହୋଇଯିବ। ଏବେ ବାବା କହୁଛନ୍ତି ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ଶ୍ରୀମତ ଅନୁସାରେ ଚାଲିବାକୁ ହେବ। ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। କ୍ରୋଧ କରିବା ଦୈବୀ ଗୁଣ ନୁହେଁ, ତାହା ଆସୁରୀ ଗୁଣ ଅଟେ। କେହି କ୍ରୋଧ କଲେ ଚୁପ୍ ରହିବା ଦରକାର। ତାଙ୍କୁ କୌଣସି ଉତ୍ତର ଦେବା ଉଚିତ ନୁହେଁ। ପ୍ରତ୍ୟେକଙ୍କର ଚାଲିଚଳନକୁ ସବୁକିଛି ଜଣାପଡ଼ିଥାଏ। ଅବଗୁଣ ତ ସମସ୍ତଙ୍କ ଭିତରେ ରହିଛି। ଯଦି କେହି କ୍ରୋଧ କରୁଛନ୍ତି ତେବେ ତାଙ୍କର ମୁହଁ ତମ୍ବା ଭଳି ଲାଲ ହୋଇଯାଏ। ମୁହଁରୁ ବମ୍ ବାହାରିଲା ପରି ଲାଗେ। ସେମାନେ ନିଜର ହିଁ କ୍ଷତି କରିଥାନ୍ତି। ସେମାନେ ପଦଭ୍ରଷ୍ଟ ହୋଇଥାନ୍ତି। ତେଣୁ ବୁଦ୍ଧିମାନ ହେବା ଦରକାର। ବାବା କହୁଛନ୍ତି ଯାହା ବି ପାପ କର୍ମ କରିଛ ତାହା ଲେଖି ବାବାଙ୍କୁ ଜଣାଅ। ବାବାଙ୍କୁ କହିଦେଲେ କ୍ଷମା ମିଳିଯିବ। ବୋଝ ହାଲୁକା ହୋଇଯିବ। ଜନ୍ମ ଜନ୍ମାନ୍ତର ତୁମେମାନେ ବେକାରରେ ଯାଉଛ। ଯଦି ଏହି ସମୟରେ ତୁମେ କୌଣସି ପାପ କର୍ମ କରିବ ତେବେ 100 ଗୁଣ ଦଣ୍ଡ ହୋଇଯିବ। ବାବାଙ୍କ ସମ୍ମୁଖରେ ଭୁଲ କଲେ 100 ଗୁଣ ଦଣ୍ଡ ଭୋଗ କରିବାକୁ ପଡ଼ିବ। ପାପ କରି ଯଦି ବାବାଙ୍କୁ ନ ଜାଣିବ ତେବେ ତାହା ଆହୁରି ବଢ଼ିଯିବ। ବାବା ତ ବୁଝାଇବେ କି ନିଜର କ୍ଷତି କର ନାହିଁ। ବାବା ପିଲାମାନଙ୍କର ବୁଦ୍ଧିକୁ ଶୁଦ୍ଧ କରିବା ପାଇଁ ଆସୁଛନ୍ତି। ଜାଣିଛନ୍ତି ଇଏ କେଉଁ ପଦ ପାଇବେ। ତାହା ମଧ୍ୟ 21 ଜନ୍ମର କଥା। ଯିଏ ସେବାଧାରୀ ସନ୍ତାନ ଅଟନ୍ତି ତାଙ୍କର ସ୍ୱଭାବ ବହୁତ ମିଠା ହେବା ଦରକାର। କେହି ସଙ୍ଗେ ସଙ୍ଗେ ବାବାଙ୍କୁ କହିଦିଅନ୍ତି ବାବା ଏହି ଭୁଲ ହୋଇଗଲା। ବାବା ଖୁସି ହୋଇଯାଆନ୍ତି। ଯଦି ଭଗବାନ ଖୁସି ହୋଇଗଲେ ତେବେ ଆଉ କ'ଣ ଦରକାର? ଇଏ ତ ପିତା, ଶିକ୍ଷକ, ଗୁରୁ ତିନି ଜଣ ଯାହା ଜଣେ ହିଁ ଅଟନ୍ତି, ନଚେତ୍ ନିଜର ନାରାଜ ହୋଇଥାନ୍ତେ। ଆଚ୍ଛା, ମିଠା ମିଠା ଶିଖିଲତି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ଶ୍ରୀମତ ଅନୁସାରେ ଚାଲି ନିଜର ବୁଦ୍ଧିକୁ ସ୍ୱତଃ ରଖିବାକୁ ହେବ। କୌଣସି ପ୍ରକାରର ଅବଜ୍ଞା କରିବାର ନାହିଁ। କ୍ରୋଧର ବଶୀଭୂତ ହୋଇ ସୁଖ ଦ୍ୱାରା ବୋମା ଫୁଟାଇବାର ନାହିଁ। ଚୁପ୍ ରହିବାର ଅଛି। 2 ନମ୍ବର, ହୃଦୟର ସହିତ ଏକମାତ୍ର ବାବାଙ୍କର ମହିମା କରିବାର ଅଛି। ଏହି ପୁରୁଣା ଦୁନିଆ ପ୍ରତି ଆସକ୍ତି ବା ସ୍ନେହ ରଖିବାର ନାହିଁ। ବେହଦର ବୈରାଗୀ ଏବଂ ନିର୍ମୋହୀ ହେବାର ଅଛି। ଆଜିର ବରଦାନଟି ହେଲା ଜଗର ଆଧାର ଦ୍ୱାରା ମାୟାର ପଙ୍କଠାରୁ ଊର୍ଦ୍ଧ୍ୱରେ ରହୁଥିବା ସଦା ପ୍ରଫୁଲ୍ଲ ହେବ। ଯେମିତି ବି ପରିସ୍ଥିତି ତୁମ ସମ୍ମୁଖକୁ ଆସୁ ନା କାହିଁକି ତାକୁ କେବଳ ବାବାଙ୍କ ଉପରେ ଛାଡ଼ିଦିଅ। ଦିଲ୍ର ସହିତ କୁହ ବାବା, ତେବେ ସବୁ କଥା ସମାପ୍ତ ହୋଇଯିବ। ଏଭଳି ବାବା ଶବ୍ଦକୁ ଦିଲ୍ର ସହିତ କହିବା ହିଁ ଯାଦୁ ମନ୍ତ୍ର ଅଟେ। ତେଣୁ ମାୟା ସର୍ବପ୍ରଥମେ ବାବାଙ୍କୁ ହିଁ ଭୁଲାଇ ଦେଇଥାଏ। ସେଥିପାଇଁ କେବଳ ଏହି କଥା ଉପରେ ଯଦି ବିଶେଷ ଧ୍ୟାନ ଦେବ ତେବେ ନିଜର ଜୀବନକୁ କୋମଳ ପୁଷ୍ପ ଭଳି ଅନୁଭବ କରିବ। ଯୋଗ ବଳ ଆଧାରରେ ମାୟାର ସମସ୍ୟା ରୂପୀ ପଙ୍କଠାରୁ ସର୍ବଦା ଊର୍ଦ୍ଧ୍ୱରେ ରହିବ। କେବେ ବି କୌଣସି କଥାରେ ହଲଚଲରେ ଆସିବ ନାହିଁ। ସର୍ବଦା ଗୋଟିଏ ପ୍ରକାରର ହିଁ ମୁଡ୍ ରହିବ, ସଦା ପ୍ରଫୁଲ୍ଲ। ଆଜିର ସ୍ଲୋଗାନଟି ହେଲା ପବିତ୍ରତା ରୂପୀ ଧାରଣକୁ ବା ଧର୍ମକୁ ଜୀବନରେ ଧାରଣ କରିବାର ହିଁ ମହାନ ଆତ୍ମା ଅଟନ୍ତି।
ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଏହି ଅବ୍ୟକ୍ତ ମାସରେ ବନ୍ଧନମୁକ୍ତ ହୋଇ ଜୀବନ ମୁକ୍ତି ସ୍ଥିତିର ଅନୁଭବ କର। ନିଜକୁ ସର୍ବବନ୍ଧନରୁ ମୁକ୍ତ କରିବା ପାଇଁ ନିଜର ଚାଲିଚଳନକୁ ଏବଂ ଯେଉଁ ସବୁ କଡ଼ା ସଂସ୍କାର ଗୁଡ଼ିକୁ ଅଛି ସେଗୁଡ଼ିକୁ ପରିବର୍ତ୍ତନ କର। ବନ୍ଧନ ସୃଷ୍ଟି କରିବା ବାଲା ସେମାନଙ୍କର କାମ କରନ୍ତୁ ଏବଂ ତୁମେ ତୁମ କାମ କର। ତାଙ୍କ କାମ ଦେଖି ବିଚଳିତ ହୁଅ ନାହିଁ। ସେମାନେ ନିଜର କାମକୁ ଯେତିକି ବଳ ଲଗାଇ କରୁଛନ୍ତି ତୁମେ ମଧ୍ୟ ସେତିକି ବଳ ଲଗାଇ ନିଜ କାମ କର। ସେମାନଙ୍କ ଠାରୁ ଭଲ ଗୁଣ ଗ୍ରହଣ କର ଯେ ସେମାନେ କୌଣସି ନିଜର କର୍ତ୍ତବ୍ୟ କରୁଛନ୍ତି ସେହିପରି ତୁମେ ମଧ୍ୟ କର। ନିଜକୁ ବନ୍ଧନ ଗୁଡ଼ିକୁ ଠାରୁ ମୁକ୍ତ କରିବା ପାଇଁ ଉପାୟ ବାହାର କର। ଓମ୍ ଶାନ୍ତି।